ଆମେ କଥାକୁ ଯଦି ଆମେ ଅସଜଡ଼ା ଭଳି କହିବା, ଯେମିତି ଛୋଟ ଛୁଆଟେ ଯେତେବେଳେ କଥାକୁ ଅସଜଡ଼ା ବାକ୍ୟ ସବୁ କହୁ, ତ ଆମେ ତାକୁ ସଜାଡ଼ିକରି ବୁଝିବାକୁ ବହୁତ ସମୟ ଲାଗେ, କଷ୍ଟ ହୁଏ। ଆଉ ସେଭଳି ଯେତେବେଳେ କୁହେ ବହୁତ ଧୀରେ ଧୀରେ ଛୋଟ ଛୁଆଟେ କଥା, କିନ୍ତୁ ଯେତେବେଳେ ସେ ବଡ଼ ହୁଏ ତାର ଗୋଟେ ଫ୍ଲୋ ହେଇଯାଏ କଥା, କାହିଁକିନା ସେ ସବୁ ବାକ୍ୟକୁ ପଦକୁ ସଜାଡ଼ିକରି କହିବା ଶିଖିଯାଏ, ଆଉ ଆମକୁ ବୁଝିବାକୁ ମଧ୍ୟ ଭଲ ଲାଗେ। ତେଣୁ କରି ତ ପଦ ବିନ୍ୟାସ କ'ଣ କରେ, ଆସକ୍ତି ଦ୍ୱାରା ପଦ ଗୁଡ଼ିକ ଗୋଟେ ଆମେ ଅର୍ଡ଼ରଲି କହିବା ଶିଖିଯାଉ। ସେଥିପାଇଁ କୁହାଯାଏ କି ଆସକ୍ତି ହେଉଛି ପଦ ଯୋଜନା ବା ସୌନ୍ଦର୍ଯ୍ୟ। ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟକୁ ଆମେ କ'ଣ କହୁ, ଆସକ୍ତି ବୋଲି କହୁ। ଏହା ମଧ୍ୟ କ'ଣ କରେ ନା ଭାବକୁ ସ୍ପଷ୍ଟ କରେ, ମନର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରେ, ଅର୍ଥ ବୁଝାପଡ଼େ। ସେଥିପାଇଁ ଆମେ କହୁ କି ସାର୍ଥକ ବାକ୍ୟର ଗୋଟେ ଲକ୍ଷଣ ବି ହେଉଛି ଆସକ୍ତି। ଆସକ୍ତିର ଅନ୍ୟ ନାମ ହେଉଛି କ'ଣ, ପଦ ବିନ୍ୟାସ। ତେଣୁକରି ଆମକୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁ କି ୱାର୍ଡ଼ସ୍ ଅଛି ଯେଉଁଟାକି ଆମକୁ ମନେ ରଖିବାକୁ ପଡ଼ିବ। କ'ଣ ସେଟା ମନେ ରଖିବାକୁ ପଡ଼ିବ? ଗୋଟେ ହେଉଛି କ'ଣ, ପଦ ଯୋଜନା ଆସିଲେ ଆସକ୍ତି, ସୌନ୍ଦର୍ଯ୍ୟ ଆସିଲେ ମଧ୍ୟ ଆସକ୍ତି, ପଦ ବିନ୍ୟାସ, ଯାହା ବି କିଛି ଆସିବ ତାର ଗୋଟିଏ ହିଁ ଆନ୍ସର୍ ଆସିବ, କ'ଣ, ଗୋଟିଏ ହିଁ ଆନ୍ସର୍ ଆସିବ ଆସକ୍ତି। ତେଣୁକରି ପିଲାମାନେ ଭଲ ଭାବରେ ଭାବୁଛି ଆସକ୍ତିକୁ ବୁଝିପାରିଥିବ। ତିନିଟା ଜିନିଷକୁ ଭଲ ଭାବରେ ମନେ ରଖିବ, ପଦ ଯୋଜନା, ପଦର ସୌନ୍ଦର୍ଯ୍ୟତା ବୃଦ୍ଧି କରିବା ହେଉଛି ଆସକ୍ତି, ତା ସହିତ ପଦ ବିନ୍ୟାସ ହେଉଛି ଆସକ୍ତିର ଅନ୍ୟ ନାମ। କାରଣ ଏଇଟା ଏକ୍ଜାମ୍ରେ ପ୍ରତ୍ୟେକ ଥର ଆସେ କି ପଦ ବିନ୍ୟାସ କାହାର ଅନ୍ୟ ନାମ, ନହେଲେ ଆସକ୍ତିର ଅନ୍ୟ ନାମ କ'ଣ, ନହେଲେ ଏମିତି ବି ଆସିପାରିବ କି ବାକ୍ୟର ସୌନ୍ଦର୍ଯ୍ୟ ହେଉଛି କ'ଣ। ତ ଏଇଭଳି କେତୋଟି କ୍ୱେଶ୍ଚନ୍ ଆସିବ ଯେଉଁଥିରେ କି ତୁମମାନେ ଯାହା ବି ଆସିବ ପଦ ଯୋଜନା, ପଦ ବିନ୍ୟାସ, ସୌନ୍ଦର୍ଯ୍ୟ ଆସିଲେ ତାର ଆନ୍ସର୍ ଆସକ୍ତି ହିଁ। ଆଶା କରୁଛି ଆଜି ତୁମମାନଙ୍କର କିଛି ଅଲଗା ଶିଖିବାକୁ ମିଳିଥିବ। ରହୁଛି, ନେକ୍ସଟ ସେସନ୍ରେ ଦେଖା